କାଳବୈଶାଖୀରେ ଉଡ଼ିଗଲା ଚାଲ ଛପର, ଭାଙ୍ଗିଲା ଘର, ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ। କେନ୍ଦୁଝର ଜିଲ୍ଲା ବଂଶାପଲା ବ୍ଲକ ଅନ୍ତର୍ଗତ ସୁଆକାଟି ପଞ୍ଚାୟତ ଡଅଁଲା ଗ୍ରାମରେ କାଳବୈଶାଖୀର ତାଣ୍ଡବ ରଚିଛି। ଲୋକେ ବର୍ଷା ଟିକେ ହେଉ ବୋଲି ଖୋଜୁଥିଲେ, ଗରମ ଗୁଳୁଗୁଳିରୁ ରକ୍ଷା ପାଇବାକୁ ହେଲେ ଆସିଲା ଝଡ଼ ତୋଫାନ ପରି ବର୍ଷା। ବର୍ଷିଲା କମ୍ ହେଲେ ପବନରେ ଘରଦ୍ୱାର ଭାଙ୍ଗି ଚାଲ ଛପର ଖପର ଆଜବେଷ୍ଟର ଭାଙ୍ଗି ଫିଙ୍କି ଦେଇଥିଲା। ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି। ଏହି ଗ୍ରାମରେ ଅଧିକାଂଶ ଆଦିବାସୀ ଗରିବ ଲୋକ। କାଳବୈଶାଖୀରେ କ୍ଷୟକ୍ଷତି ଲାଗି ସାହାଯ୍ୟ ଯୋଗାଇ ଦେବାକୁ ସେମାନେ ପ୍ରଶାସନକୁ ନିବେଦନ କରିଛନ୍ତି। ଗାଁରେ ଥିବା ସ୍କୁଲ ଘର ଭାଙ୍ଗି ଯାଇଥିବାରୁ ରଜ ପରେ ସ୍କୁଲ ଖୋଲିଲେ ପିଲାମାନେ ନିଶ୍ଚିତ ହଇରାଣ ହେବେ। ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବା ସହ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। କେନ୍ଦୁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡ଼ିଶା।